Hello everyone, welcome to my channel. Today we will discuss about ଷଷ୍ଠ ଶ୍ରେଣୀର ଭୂଗୋଳ। ପ୍ରଥମ ଅଧ୍ୟାୟ କ'ଣ ଅଛି ଦେଖ, ପୃଥିବୀ ଓ ସୌରଜଗତ। ପ୍ରଥମେ ଆମେ ଜାଣିବା ପୃଥିବୀ କ'ଣ, ସୌରଜଗତ କ'ଣ। ହେଲେ ପୃଥିବୀ କ'ଣ, ଯେଉଁଠି ଆମେ ବାସ କରୁଛେ। ସୌରଜଗତ ଯେଉଁଠି ସୂର୍ଯ୍ୟ ଚନ୍ଦ୍ର ଆମକୁ ଦେଖାଯାଆନ୍ତି, ଅନେକ ଗ୍ରହ ନକ୍ଷତ୍ର ରହନ୍ତି, ସେଇଟା ହେଉଛି ସୌରଜଗତ। ହେଲେ ପୃଥିବୀ ପୃଷ୍ଠରେ ଆମେ ବାସ କରୁଛେ। ସକାଳେ ଆକାଶରେ ସୂର୍ଯ୍ୟ ଉଦୟ ଦେଖୁଛେ, ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତ ହେବାର ମଧ୍ୟ ଆମେ ଦେଖୁଛେ। ହେଲେ ଦିନବେଳା ଆମେ ସୂର୍ଯ୍ୟଙ୍କ ଠାରୁ ଆଲୋକ ପାଉ, ଉତ୍ତାପ ମଧ୍ୟ ପାଉ। ହେଲେ ରାତିରେ କ'ଣ ସୂର୍ଯ୍ୟ ଦେଖାଯାଆନ୍ତି କି? ନା, ରାତିରେ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ, ଦେଖାଯାଆନ୍ତି ଚନ୍ଦ୍ର। ଆକାଶରେ ଚନ୍ଦ୍ରର ଆକାର, ଉଦୟ ସମୟ ଓ ଅବସ୍ଥିତି ପ୍ରତିଦିନ ବଦଳିଥାଏ। ସବୁଦିନ କ'ଣ ଚନ୍ଦ୍ରର ଆକାର, ଉଦୟ ସମୟ, ଅବସ୍ଥିତି ସମାନ ରହିଥାଏ କି? ନା, ପ୍ରତିଦିନ ବଦଳିଥାଏ। ପୂର୍ଣ୍ଣମୀ ଦିନ ଆକାଶକୁ ଦେଖିବ, ଚନ୍ଦ୍ର ପୁରା ଗୋଲ ଦେଖାଯାଏ। ତାପରେ ଦିନକୁ ଦିନ ଆକାର ହ୍ରାସ ପାଇ ଅମାବାସ୍ୟା ଦିନ ଆଦୌ ଦେଖାଯାଇ ନଥାଏ। ଅମାବାସ୍ୟା ଦିନ ଆକାଶରେ ଚନ୍ଦ୍ର ଦେଖାଯାଏ କି? ନା। ରାତ୍ରିର ଅନ୍ଧାରରେ ନିର୍ମଳ ଆକାଶକୁ ଲକ୍ଷ୍ୟ କଲେ ମିଞ୍ଜି ମିଞ୍ଜି କରୁଥିବା ଅଗଣିତ ଆଲୋକ ବିନ୍ଦୁ ଦେଖାଯାଆନ୍ତି। ସେସବୁକୁ ଆମେ କ'ଣ କହୁଛେ? ତାରା ବୋଲି କହୁଛେ। ସେମାନଙ୍କ ମଧ୍ୟରୁ କେତେକ ଅଧିକ ଉଜ୍ଜ୍ୱଳ ଓ କେତେକ କମ୍ ଉଜ୍ଜ୍ୱଳ ଦିଶନ୍ତି। ଭଲ ଭାବରେ ନିରୀକ୍ଷଣ କଲେ କେତେକ ଆଲୋକ ବିନ୍ଦୁ ମିଞ୍ଜି ମିଞ୍ଜି ନ କରି ଚନ୍ଦ୍ର ପରି ସ୍ଥିର ଆଲୋକ ଦେଉଥିବାର ଦେଖିପାରିବା। ଯଦି ଆମେ ଭଲ ଭାବରେ ନିରୀକ୍ଷଣ କରି ଆକାଶକୁ ଦେଖିବା, ସେଇ ତାରାମାନଙ୍କୁ ଦେଖିବା, ତାହେଲେ ଜଣାଯାଏ ଯେ କେତେକ ଆଲୋକ ବିନ୍ଦୁ ମିଞ୍ଜି ମିଞ୍ଜି ନ କରି ସ୍ଥିର ହୋଇକି ରହିଥାନ୍ତି ଚନ୍ଦ୍ର ପରି। ହେଲେ ଏବେ ତମମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ, ଦିନବେଳା ଚନ୍ଦ୍ର ଓ ଆଲୋକ ବିନ୍ଦୁ ଗୁଡ଼ିକ ଦେଖାଯାଆନ୍ତି ନାହିଁ କାହିଁକି? କାହିଁକି? ଦିନବେଳା ସୂର୍ଯ୍ୟଙ୍କର ପ୍ରଖର କିରଣ, ଚନ୍ଦ୍ରଙ୍କ କିରଣ ଆଉ ସୂର୍ଯ୍ୟଙ୍କ କିରଣ କେତେ ପ୍ରଖର? ସେଇ ପ୍ରଖର କିରଣ ଯୋଗୁଁ ଏହି ଉଜ୍ଜ୍ୱଳ ପିଣ୍ଡ ଗୁଡ଼ିକ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ। କାହିଁକି ଦେଖାଯାଆନ୍ତିନି? ସୂର୍ଯ୍ୟଙ୍କର ପ୍ରଖର କିରଣ, ଏହି ପ୍ରଖର କିରଣ ଯୋଗୁଁ ଏହି ଉଜ୍ଜ୍ୱଳ ପିଣ୍ଡ ଗୁଡ଼ିକ ଖାଲି ଆଖିରେ ଆମକୁ ଦେଖାଯାଆନ୍ତି ନାହିଁ। କିନ୍ତୁ ମହାକାଶରେ ଦେଖାଯାଉଥିବା ସୂର୍ଯ୍ୟ ଚନ୍ଦ୍ର ସମେତ ଅନ୍ୟାନ୍ୟ ଉଜ୍ଜ୍ୱଳ ପିଣ୍ଡ ଗୁଡ଼ିକୁ ମହାଜାଗତିକ ପିଣ୍ଡ କୁହାଯାଏ। ମହାକାଶରେ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କୁ ଛାଡ଼ି ଅନ୍ୟାନ୍ୟ ଉଜ୍ଜ୍ୱଳ ପିଣ୍ଡ ଗୁଡ଼ିକୁ କ'ଣ କୁହାଯାଏ? ମହାଜାଗତିକ ପିଣ୍ଡ କୁହାଯାଏ। ଏଇଟା ଗୋଟେ ବିଟ୍ କ୍ୱେଶ୍ଚିନ୍ ଆସିବ, ଭଲସେ ପଢ଼ିବ। ହେଲେ ସୂର୍ଯ୍ୟଙ୍କ କିରଣ ଠାରୁ ଚନ୍ଦ୍ରଙ୍କ କିରଣ ତାଙ୍କର ପ୍ରଖର କିରଣ ନୁହେଁ। ଚନ୍ଦ୍ରଙ୍କ କିରଣ କ'ଣ ଆମକୁ ଶୀତଳ ପ୍ରଦାନ କରିଥାଏ, କିନ୍ତୁ ସୂର୍ଯ୍ୟଙ୍କ କିରଣ ବହୁତ ପ୍ରଖର ହେଇଥିବା ଯୋଗୁଁ ଆମକୁ ଗରମ ଲାଗେ, ଗୁଳଗୁଳି ଲାଗେ। କେତେକ ମହାଜାଗତିକ ପିଣ୍ଡ ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଢେର ବଡ଼ ଆଉ ଉଜ୍ଜ୍ୱଳ। କିଛି ମହାଜାଗତିକ ପିଣ୍ଡ ଅଛନ୍ତି ସୌରଜଗତରେ, ମହାକାଶରେ, ଯେଉଁ ପିଣ୍ଡ ଗୁଡ଼ିକ ସୂର୍ଯ୍ୟଙ୍କ ଠାରୁ ଢେର ଗୁଣରେ ଅଧିକ। ପୃଥିବୀ ଠାରୁ ଦୂରତ୍ୱ ଅନୁସାରେ ସେଗୁଡ଼ିକ କ୍ଷୁଦ୍ର ବା ବୃହତ୍ ଦେଖାଯାଆନ୍ତି। ପୃଥିବୀ ଠାରୁ ଦୂରତ୍ୱ ମାନେ କେତେ ଦୂରତ୍ୱରେ ଅଛନ୍ତି ସେମାନେ, କେତେ ପାଖରେ ଅଛନ୍ତି, କେତେ ଦୂରରେ ଅଛନ୍ତି, ସେହି ହିସାବରେ ଆମକୁ ସାନ ବଡ଼ ହିସାବରେ ଦେଖାଯାଏ। ଏବେ ତୁମେ କଳ୍ପନା ବି କରିପାରିବନି ଯେ ତାରାମାନେ ବି ଲକ୍ଷ ଲକ୍ଷ ଗୁଣରେ ବହୁତ ବଡ଼ ସେଗୁଡ଼ିକ, କିନ୍ତୁ ସେଗୁଡ଼ିକ ପୃଥିବୀ ପୃଷ୍ଠରୁ ବହୁତ ଦୂରରେ ଅଛନ୍ତି। ସେଥିପାଇଁ ଆମକୁ ସେଗୁଡ଼ିକ ଛୋଟ ଛୋଟ ମିଞ୍ଜି ଛୋଟ ଆଲୋକ ବିନ୍ଦୁ ଭଳି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନଙ୍କ ଆକାର ବହୁତ ବଡ଼। ଯେଉଁ ମହାଜାଗତିକ ପିଣ୍ଡ ସୂର୍ଯ୍ୟଙ୍କ ଠାରୁ ବଡ଼ ବା ଉଜ୍ଜ୍ୱଳ, ସେଗୁଡ଼ିକ ପୃଥିବୀ ଠାରୁ ଦୂରତ୍ୱ ଅନୁସାରେ ଆମକୁ ସାନ ବଡ଼ ଦେଖାଯାଏ। ହେଲେ ସେମାନଙ୍କର ମଧ୍ୟ ନିଜସ୍ୱ ଆଲୋକ ଓ ଉତ୍ତାପ ଅଛି। ମିଞ୍ଜି ମିଞ୍ଜି କରୁଥିବା ଉଜ୍ଜ୍ୱଳ ପିଣ୍ଡ ଗୁଡ଼ିକୁ ଆମେ କ'ଣ ବୋଲି କହୁଛେ? ନକ୍ଷତ୍ର ବା ତାରକା, ବା ଆମ ଭାଷାରେ ତାରା ବୋଲି ଆମେ କହୁଛେ। ମିଞ୍ଜି ମିଞ୍ଜି ହୋଇ ଛୋଟ ଦେଖାଯାଉଥିବା ଅନେକ ନକ୍ଷତ୍ର ସୂର୍ଯ୍ୟଠାରୁ ସହସ୍ର ଗୁଣରେ ବଡ଼। ମୁଁ କହୁଥିଲି ନା, ସେଇଗୁଡ଼ିକ ପୃଥିବୀ ପୃଷ୍ଠରୁ ବହୁତ ଦୂରରେ ଥିବାରୁ ଆମକୁ କ'ଣ ଛୋଟ ଦେଖାଯାଏ, ଆକାରରେ ଛୋଟ ଦେଖାଯାଏ, କିନ୍ତୁ ପ୍ରକୃତରେ ସେମାନେ ସୂର୍ଯ୍ୟଠାରୁ ମଧ୍ୟ ସହସ୍ର ଗୁଣରେ ବଡ଼। ଆମ ପୃଥିବୀ ପ୍ରାୟତଃ ଏମାନଙ୍କ ଠାରୁ ଆଲୋକ କିମ୍ବା ଉତ୍ତାପ ପାଇପାରେ ନାହିଁ, କାହିଁକିନା ସେମାନେ ପୃଥିବୀ ପୃଷ୍ଠରୁ ବହୁତ ଦୂରରେ ଅଛନ୍ତି। ସେଥିପାଇଁ ସେମାନଙ୍କର ଆଲୋକ ଓ ଉତ୍ତାପ ପୃଥିବୀ
पाइपारे नाही। एही महाजागतिक पिंड मानक दूरत्व को ज्योतिर्विज्ञानी माने आलोक वर्ष साहाय्य मापी थांती। एही महाजागतिक पिंड मानक दूरत्व को केउंथिरे मापा जाए? आलोक वर्ष साहाय्य मापा जाए। कहीं सेमानंकर गतिविधि सेमानंक दूरत्व को परीक्षण करने पे ज्योतिर्विज्ञानी माने आलोक वर्ष साहाय्य मापी थांती। केवल सूर्य नुहे सूर्य भली अनेक नक्षत्र महाकाश रे अछंती, मात्र सेमानंक मध्यरे दूरता भिन्न भिन्न अटे। अवश्य केतेक नक्षत्र पाखापाखि अछंती, एमाने विभिन्न आकार रे सज्जित होइकी थांती। सेही नक्षत्र समूह को कौन कहती? नक्षत्र मंडल बा नक्षत्र पुंज कहती। सप्तर्षि मंडल, क्षुद्र सप्तर्षि मंडल बा शिशुमार एगुड़िकर उदाहरण अटे। हेले सप्तर्षि मंडल कौन तमें मैंने जानिछिब? सप्तर्षि मंडल तारा माने प्रश्नवाची चिन्ह परी आकाश रे सज्जित होइकी थांती, भिन्न भिन्न आकार रे सज्जित होइकी थांती। एबे कहली ना जहाको नक्षत्र मंडल बा नक्षत्र पुंज कहा जाए, तो से मध्यरु प्रश्नवाची बा क्वेश्चन मार्क चिन्ह परी आकाश रे सप्तर्षि मंडल सज्जित होइकी थांती। सप्तर्षि मंडल तारका आमे आकाश रे चिन्हिबा किपरि? जो सबू तारका मिसी प्रश्नवाची चिन्ह भली थांती सज्जित होइकी थांती, से गुडी को देखले आमे जानि परिबा जे ए गुडी को होचंदी कोन? सप्तर्षि मंडल तारका। सप्तर्षि माने सातटी तारा। कौन कौन से ना? कत्रु, पुलह, पुलस्त्य, अत्रि, अंगिरा, वशिष्ठ, मरीचि। यही सातटी तारका को लेकिन सप्तर्षि मंडल प्रश्नवाची चिन्ह आकार नहीं आकाश रे अछंती। पुलह और कत्रु नक्षत्र दुईटी को एक काल्पनिक रेखारे जोग करी कत्र दिगरे उत्तर को बढ़ाइले ताहा एक उज्ज्वल तारका पाखरे पहुँचब, सेटा होची ध्रुव तारा। आकाश रे देखिबा गोटे बड़ उज्ज्वल तारका गोटे थाए सब बेले, से ताराटा होची ध्रुव तारा। ध्रुव तारा साहाय्य उत्तर दिग निरूपण करा जाए। ध्रुव तारा आमको कौन उत्तर दिग निरूपण करिबारे साहाय्य करे, उत्तर दिग चिन्हट करिबारे। यह सर्वदा सही ठारे स्थिर भावे रहिथिबार जଣା पड़े। उत्तर दिग पटे ध्रुव तारा सब बेले स्थिर भाव रही थाए। यह को मेरु तारका मध्य कहा जाए। केतेक महाजागतिक पिंड तारका परी देखागले मध्य सेमानंकर निजर आलोक और उत्ताप नाही। किछि महाजागतिक पिंड मानकर तारका भली देखा जाउथिले मध्य सेमानंकर निजर किछि आलोक नाही, किछि उत्ताप मध्य नाही। हेले से गुड़िकर सूर्यंकर आलोक आलोकित होई स्थिर आलोक देइथांती। सेमानकर निजस्व किछि आलोक बा उत्ताप नाही। सेमाने बा सूर्यंकर आलोक सूर्यंकर प्रखर किरण बा सूर्यंकर प्रखर आलोक आलोकित होई बस स्थिर आलोक दियंती। सेमानकर निजस्व आलोक उत्ताप नाही। एगुड़ी को ग्रह कहा जाए। आमर पृथ्वी एभरी एक ग्रह। आम पृथ्वी कौन? एक ग्रह। यह उपरे सूर्यंगर किरण प्रतिफलित हेउथिबारु यह आलोकित होइथाय। सूर्यंगर किरण प्रतिफलित हुए कहा उपरे? पृथ्वी उपरे, सेथिबे पृथ्वी आलोकित हुए। महाकाशरु बा चंद्र पृष्ठरु देखिले यह स्थिर आलोक देउथिबार देखाजिबो। तो पृथ्वी कौन? एक ग्रह। इति बहुत सारा बिग क्वेश्चन अछि।